ଜୟ ଜଗନ୍ନାଥ। ପିଲେ ଆଜି ଆଉ ଗୋଟେ ସେଟ୍ ଇତିହାସ ଭୂଗୋଳ ଆଲୋଚନା କରିବା। ଦେଖ, କ୍ୱେଶ୍ଚିନ୍ ନମ୍ବର 1, ନର୍ମଦା ନଦୀରେ କେଉଁ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ ହେଉଛି? 4ଟି ଉତ୍ତର ଦେଇଛି ସର୍ଦ୍ଦାର ସରୋବର, ରାଣା ପ୍ରତାପ ସାଗର, ପ୍ରଭାର ଆଉ କୋୟନା। ହେଲା, ମନେ ରଖ ପିଲେ, ନଦୀବନ୍ଧ ଯୋଜନା ଯେତେବେଳେ କହିଥିଲି, ନୋଟ୍ ବି କିଛି କହିଦେଇଥିଲି ଆଗରୁ। ସର୍ଦ୍ଦାର ସରୋବର ଯୋଜନା, ନଦୀବନ୍ଧ, ନର୍ମଦା ସାଗର ଆଉ ବର୍ଗୀ, ଇଏ ତିନୋଟି ହଉଛି ନର୍ମଦା ନଦୀରେ କାର୍ଯ୍ୟ କରୁଛି। ନର୍ମଦା ନଦୀରେ କାର୍ଯ୍ୟ କରୁଛି ସର୍ଦ୍ଦାର ସରୋବର, ନର୍ମଦା ସାଗର ଆଉ ବର୍ଗୀ। ନୋଟ୍ ବି ଆକୁ ଦେଇଛି, ତଳେ ଭିଡିଓ ତଳେ ନୋଟ୍ ପାଇବ। ତାହେଲେ ପ୍ରଶ୍ନ ଆମର ଏଠି, ନର୍ମଦା ନଦୀରେ କେଉଁ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରୁଛି? ଆନ୍ସର ହେଲା ଅପସନ ଏ, ସର୍ଦ୍ଦାର ସରୋବର। ଆଉ କଣ ମନେ କରୁଛି? ନର୍ମଦା ସାଗର ଆଉ ବର୍ଗୀ। କୋଉ ରାଜ୍ୟ ଏହା ଦ୍ୱାରା ଉପକୃତ ହଉଛନ୍ତି? ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ ଆଉ ରାଜସ୍ଥାନ। ଏଇ ନର୍ମଦା ନଦୀର ନଦୀବନ୍ଧ ଯୋଜନା ଯୋଗୁ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ ଆଉ ରାଜସ୍ଥାନ ରାଜ୍ୟ ଗୁଡିକ ଉପକୃତ ହଉଛନ୍ତି। ଏ ନର୍ମଦା ନଦୀରେ ତିନୋଟି ହେଇଛି ନଦୀବନ୍ଧ ଯୋଜନା, ଜଳଭଣ୍ଡାର। 1 ହଉଛି ସର୍ଦ୍ଦାର ସରୋବର, 2 ହେଉଛି ନର୍ମଦା ସାଗର, 3 ହେଉଛି ବର୍ଗୀ। କ୍ଲିୟର? ତାପରେ ଅପସନ ବି କି ଆସ। यार उत्तर हूँ ऑप्शन ए। ऑप्शन बी राणा प्रताप सागर, ये चंबल नदी रही मन राणा प्रताप सागर टा कही ऑप्शन बी। राणा प्रताप सागर हूँ चंबल नदी रे, ये योजना ना हूँ चंबल उपत्यका योजना। या द्वारा राजस्थान और मध्य प्रदेश राज्य उपकृत हो। राज्य उपकृत हो। चंबल नदी रे को नदीबंध योजना है ना? 1 राणा प्रताप सागर, 2 गांधी सागर, 3 जवाहर सागर। 3टे बना या नोट भी पाइबो तळे भीतर दिया है। तापर आस कोयना, ऑप्शन डी। कोयना नदीबंध योजना कृष्णा नदी रही, या द्वारा कैसे ना महाराष्ट्र राज्य उपकृत हो। कोयना नदीबंध योजना कृष्णा नदी रे। क्लियर? सरला। तापरे आमे क्वेश्चन नंबर 2 को आस। केउंथिरे मांगानिज व्यवहृत हुए नाही? मांगानिज व्यवहृत नहीं, आलाकातरा। ऑप्शन डी। ताले ब्लीचिंग पाउडर, कीटनाशक और रंग तैयारी पे मांगानिज दरकारे। दरकारे नुह कोउतबे आलकातरा। ऑप्शन डी। हला, आलकातरा कोउथुर मुलुची मन किता? कोइलारु। एटा मन किता आलकातरा मुलुची कोउथुरु? कोइलारु मुलुची। कोइलारु मुलुची आलकातरा, सल्फर, बेंजीन, अमोनिया गैस, नाफ्था। क्लियर? एटा मन रखिबो। नोट भी दे दी। तापरे ऑप्शन 3, क्वेश्चन नंबर 3, काहाकू जीवाश्म इंधन कहा जाए? जीवाश्म इंधन है कोयला। कहीं कहा जाए जीवाश्म इंधन? मन रख ना, वर्ष वर्ष धरी, हजार 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 लक्ष लक्ष वर्ष धरी वृक्ष गुड़िक भूमिकंप बा कौन प्राकृतिक विपर्य द्वारा जदि माटी तले रही ये भूगर्भ भितर अत्यधिक ताप एवं भूपृष्ठर चाप, अत्यधिक चाप, अत्यधिक ताप, बहुत चाप बहुत ताप द्वारा से गुड़िक आस्ते आस्ते कही वृक्ष गुड़िक रूपांतर परिणत हो कोयला है। तेना से गुड़िक हूँ जीवाश्म इंधन। कोयला को जीवाश्म इंधन कहा जाए। तापर 4 नंबर, केउं शस्य जेद ऋतु रे करा जाए? जेद ऋतु कौन मन रख? आमर कृषि रे वर्ष मध्य 3टी कृषि ऋतु देखा जाए। 3टी कृषि ऋतु। 1 है खरीफ, 2 है रबी, 3 है जेत। ताले आम भारत रे वर्षक भितर 3टी कृषि ऋतु देखा जाए है। सेटा खरीफ, रबी आउ जेत। खरीफ टा केबे देखा ना? आमर जो धान फान करा को मासरे? मौसमी आसिले
ବର୍ଷା ଋତୁ ଆରମ୍ଭରେ ଚାଷ କରାହଉଛି ଧାନ, ସେଇଟା ହଉଛି ଖରିଫ ଋତୁ। ତାହେଲେ ଖରିଫ ଫସଲ ମନେକ ବର୍ଷା ଋତୁ ଆରମ୍ଭରେ ହଉଛି କୋଉ ମାନେ ନା ଜୁନ ଜୁଲାଇ ମାସରେ ଆରମ୍ଭ ହଉଛି, ଅକ୍ଟୋବର ନଭେମ୍ବର ମାସରେ ଶେଷ ହଉଛି। ମନେକ ଖରିଫ ଋତୁଟା ଜୁନ ଜୁଲାଇରୁ ଆରମ୍ଭ, ଅକ୍ଟୋବର ନଭେମ୍ବର ପର୍ଯ୍ୟନ୍ତ ଚାଲୁଛି। ଏଥିରେ ଧାନ, ଆଖୁ, ଝୋଟ, ଜଡା, କପା, ମକା, ବାଜରା, ଚିନାବାଦାମ ଇତ୍ୟାଦି ଚାଷ କରାଯାଏ। ମନେ ହେଲା, ଏଗୁଡା ହଉଛି ଖରିଫ ଫସଲ। ରବି ଋତୁ, ରବି ଫସଲ କେବେ ନା ଅକ୍ଟୋବରରୁ ନଭେମ୍ବରରୁ ଆରମ୍ଭ ହବ, ସେଟା ମାର୍ଚ୍ଚ ଅପ୍ରିଲ ଯାଏଁ ଯିବ। ଶୀତ ଦିନ ଆରମ୍ଭରେ ହବ ଏଇଟା, ସେଟା ବର୍ଷା ଦିନ ଆରମ୍ଭରେ, ଏଟା ଶୀତ ଦିନ ଆରମ୍ଭ, ଶୀତ ଋତୁ ଆରମ୍ଭରେ ହବ। ଏଇ ଯୋଉ ଖରିଫ ଫସଲ ଆଉ ରବି ଫସଲ ମଧ୍ୟରେ ଗୋଟେ ଛୋଟିଆ କୃଷି ଋତୁ ଥାଏ, ତାକୁ କହନ୍ତି ଜେଦ୍। ଜେଦ୍ ଅର୍ଥ ମାର୍ଚ୍ଚ ଅପ୍ରିଲ ପରେ ସେପଟେ ଜୁନ ଜୁଲାଇ ପୂର୍ବରୁ, ଅର୍ଥ ମେ ଜୁନ, ଏଇ ମେ ମାସ ଅଳ୍ପ ଛୋଟିଆ ଋତୁଟେ, କାରଣ ସେପଟେ ତ ବର୍ଷା ଋତୁ ଆରମ୍ଭ ହେଇଯାଉଛି କେବେ ନା ଜୁନ ଜୁଲାଇରୁ ଆରମ୍ଭ ହେଇଯାଉଛି। ଜୁନ ଜୁଲାଇରୁ ହଉଛି କଣ ଆମର ଖରିଫ ଫସଲ। ଏପଟେ ରବି ଋତୁ ସରୁଛି ଯାଇକିରି ମାର୍ଚ୍ଚ ଅପ୍ରିଲ ଯାଏଁ। ସେଇ ମଝିରେ ଯୋଉ ପିରିୟଡଟା ରହୁଛି ଅଳ୍ପ ସମୟଟା, ସେଇଟା ହଉଛି ଜେଦ୍। ସେଥିରେ କଣ ତରଭୁଜ, କାକୁଡି, ଖରଭୁଜ ଏଇ ପ୍ରକାର ଫସଲ ଚାଷ କରାଯାଏ। ତେଣୁ ଆମର ଏଠି ରହିଲା ପ୍ରଶ୍ନ କଣ, କେଉଁ ଶସ୍ୟ ଜେଦ୍ ଋତୁରେ? କାକୁଡି। ତମର ବହିରେ ଦେଇଛି ତିନୋଟି ମନେ ରଖିବା, ସେଇ ତିନୋଟିରୁ କାକୁଡି ଦେଇଛି, ତରଭୁଜ ଦେଇଛି, ଆଉ ଖରଭୁଜ ଦେଇଛି। ଯାହା ପଡିଥାଉ ତିନୋଟି ଏଇ ଭିତରୁ ପଡିଥାଉ ହେଲା। ତାହେଲେ କ୍ୱେଶ୍ଚିନ୍ ନମ୍ବର 5, ଧାନ ଉତ୍ପାଦନରେ ଭାରତ ସ୍ଥାନ ପୃଥିବୀରେ କେଉଁଠି? ଧାନ ଉତ୍ପାଦନରେ ଭାରତର ସ୍ଥାନ ପୃଥିବୀରେ ହଉଛି ଦ୍ୱିତୀୟ। ପ୍ରଥମ ମନେ ରଖ, ଧାନ ଉତ୍ପାଦନ ହଉଛି ଚୀନା। ଚୀନ ହଉଛି ଧାନ ଉତ୍ପାଦନରେ ପୃଥିବୀରେ ପ୍ରଥମ, ଭାରତ ଦ୍ୱିତୀୟ। ତାପରେ କ୍ୱେଶ୍ଚିନ୍ ନମ୍ବର 6, ନିମ୍ନତ କେଉଁ ରାଜ୍ୟରେ ସର୍ବାଧିକ ଅରଣ୍ୟ ରହିଛି? ସର୍ବାଧିକ ଅରଣ୍ୟ ରହିଛି ହଉ କିଏ ସେ ନା ଆମର ଅରଣ୍ୟ ରହିଛି କୋଉଠି କୋଉଠି ଦେଖିବା ହେଲା। ଅରଣ୍ୟ ରହିଛି ମଧ୍ୟପ୍ରଦେଶ, ଅରୁଣାଚଳ ପ୍ରଦେଶ, ଛତିଶଗଡ଼। ମଧ୍ୟପ୍ରଦେଶ, ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ଏଇଥିରେ ଅଧିକ ଅରଣ୍ୟ ରହିଛି। କେଉଁ ରାଜ୍ୟରେ ଏଠି ହବ, କୋଉ ରାଜ୍ୟ ହବ? ତାହେଲେ ଆମର ତିନୋଟି କହିଛି, ବହିରେ ଦେଇଛି। ଭାରତର କୋଉ ରାଜ୍ୟରେ ଅଧିକ ଅରଣ୍ୟ ଅଛି? ସବୁ ରାଜ୍ୟରେ କିଛି କିଛି ଅରଣ୍ୟ ଅଛି। ସବୁଠାରୁ ଅଧିକ ଅରଣ୍ୟ ଅଛି କୋଉ ରାଜ୍ୟରେ? ନା ମଧ୍ୟପ୍ରଦେଶ, ଅରୁଣାଚଳ ପ୍ରଦେଶ ଆଉ ଛତିଶଗଡ଼। ଏଥିରେ ତ ଦେଖ ଛତିଶଗଡ଼ ଯୋଉଠି ସେଇଠି ଲେଖିବା ଉତ୍ତର ଆଉ ହେଲା, କ୍ଲିୟର। ତାପରେ ଦେଖିବା 7, ହିମାଳୟ ପର୍ବତମାଳାର 3000 ମିଟରରୁ 3500 ମିଟର ଉଚ୍ଚ ସ୍ଥାନରେ ଅବସ୍ଥିତ ସରଳ ବର୍ଗୀୟ ଅରଣ୍ୟ ଅଞ୍ଚଳରେ କେଉଁ ମୃତ୍ତିକା ଦେଖାଯାଏ? ହେଲା ଅରଣ୍ୟ ମୃତ୍ତିକା। କାହିଁକି ଅରଣ୍ୟ? ଦେଖ, ଅରଣ୍ୟ ମୃତ୍ତିକାଟା କଣ ନା ଗଛର ପତ୍ର ଝଡିକିରି ଅପଘଟନ ହେଇକିରି ପଚିସଢି ନଷ୍ଟ ହେଇକିରି ଯୋଉ ମୃତ୍ତିକା ସୃଷ୍ଟି ହୁଏ, ସେଇଟା ହଉଛି ଅରଣ୍ୟ ମୃତ୍ତିକା ହେଲା। ତାହେଲେ ପତ୍ରଟି ବୃକ୍ଷର ପାଦେଶରେ ଜମି ହେଇକିରି ଅପଘଟନ ପ୍ରକ୍ରିୟାରେ ଯୋଉ ମୃତ୍ତିକା, ସେଇଟା ଅରଣ୍ୟ ମୃତ୍ତିକା, କ୍ଲିୟର। ତାହେଲେ ହିମାଳୟ ପର୍ବତମାଳା 3000ରୁ 3500 ମିଟରରେ ଯୋଉ ସରଳ ବର୍ଗୀୟ ଅରଣ୍ୟରେ କେଉଁ ମୃତ୍ତିକା ଦେଖାଯାଏ? ଅରଣ୍ୟ ମୃତ୍ତିକା ହେଲା। ତାପରେ 8, ୟୁ କେଉଁଠାରେ ଦେଖାଯାଏ? ଏଇଟା ଗୋଟେ ପ୍ରଶ୍ନ ଭାରି, ଦେଖ 8 ନମ୍ବର, ୟୁ କେଉଁଠାରେ ଦେଖାଯାଏ? ଇଏ ଦେଖାଯାଏ, ଦେଖ ପିଲେ, ଏଇଟା ଦେଖାଯାଏ ହିମାଳୟ ପର୍ବତମାଳା ଅଞ୍ଚଳରେ ଗୋଟେ ବୃକ୍ଷ। ଇଏ ଗୋଟେ ଔଷଧୀୟ ବୃକ୍ଷ। ୟୁଟା ହଉଛି ଗୋଟେ ଔଷଧୀୟ ବୃକ୍ଷ। ହିମାଳୟ ପର୍ବତମାଳା ଦେଖାଯାଏ କୋଉ ଅଞ୍ଚଳରେ? ନା ହିମାଚଳ ପ୍ରଦେଶ ଆଉ ଅରୁଣାଚଳ ପ୍ରଦେଶ। ମନେ କହ, ହିମାଳୟ ପର୍ବତମାଳାର, ହିମାଳୟ ପର୍ବତ ତ ପଶ୍ଚିମରୁ ପୂର୍ବକୁ ପୁରା ଲମ୍ବିଛି ନା, ତାହେଲେ ପୂର୍ବ ପଟେ ଅଛନ୍ତି କିଏ? ସେ ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ ସେଇ ପୂର୍ବ ପଟରେ। ତାହେଲେ ହିମାଳୟ ପର୍ବତମାଳା ଦେଖାଯାଏ। ଅପସନ ଏ ୟାର ଠିକ, ଯେ ହିମାଳୟ ପର୍ବତମାଳା କୋଉ ଜାଗାଟାରେ?
ନା ହିମାଚଳ ପ୍ରଦେଶ ଆଉ ଅରୁଣାଚଳ ପ୍ରଦେଶରେ ଦେଖାଯାଏ। ଇଏ ଗୋଟେ ଔଷଧ ବୃକ୍ଷ। ଇଏ ଆଉ ଗୋଟେ ଇଏ ଆଉ ବୃକ୍ଷ ବର୍ତ୍ତମାନ ବିପଦଗ୍ରସ୍ତ, ଅର୍ଥ ଆକୁ କାଟି କୁଟିକି ନେଇଗଲେଣି, ଆଉ ଇଏ ବେଶୀ ପରିମାଣରେ ଦେଖାଯାଉ ନାହିଁ। ହେଲା? ଏଥିରୁ ମନେକ ଏଥିରୁ ଟାକ୍ସଲ ନାମକ ଏକ ଔଷଧ ତିଆରି କରାଯାଏ। ଇଏ ହଉଛି କର୍କଟ ରୋଗରେ ବ୍ୟବହାର କରାଯାଏ। କର୍କଟ ରୋଗ ପାଇଁ ଏଇ ଔଷଧ ବ୍ୟବହାର କରାଯାଏ। ଏଇ ବୃକ୍ଷରୁ ବାହାରେ, ଏଇ ବୃକ୍ଷ ହେଲା। ଏଇ ବୃକ୍ଷ କୋଉଠି ଦେଖାଯାଏ ନା ହିମାଚଳ ପ୍ରଦେଶ ଆଉ ଅରୁଣାଚଳ ପ୍ରଦେଶ ହିମାଳୟର ଏଠି ଦେଇଛି ହିମାଳୟ ପର୍ବତମାଳା ଦେଖାଯାଏ। କ୍ଲିୟର? ତାପରେ ଦେଖିବା କୋଶ୍ଚିନ୍ ନମ୍ବର 9, ଆନ୍ତର୍ଜାତୀୟ ରାଜମାର୍ଗ କାହା ସହାୟତାରେ ନିର୍ମିତ ହୋଇଛି? ହେଲେ ଆନ୍ତର୍ଜାତୀୟ ରାଜମାର୍ଗ ହେଇଛି ବିଶ୍ୱ ବ୍ୟାଙ୍କ, ଅପସନ ବି, ବିଶ୍ୱ ବ୍ୟାଙ୍କରେ ସହାୟତାରେ ତିଆରି ହେଇଛି। ଏଇ ବିଶ୍ୱ ସହାୟତାରେ ତିଆରି ନିର୍ମିତ। ଏଇ ରାଜମାର୍ଗ ଦ୍ଵାରା କଣ ହେଇଛି ନା ଭାରତ ତାର ପଡୋଶୀ ରାଷ୍ଟ୍ର ସହିତ ସଂଯୋଗ ସ୍ଥାପନ କରିଛି ଏଇ ଆନ୍ତର୍ଜାତୀୟ ରାଜମାର୍ଗ ଦ୍ଵାରା। ଆମ ଭାରତ, ଆମ ଦେଶ ଭାରତ ତାର ପଡୋଶୀ ରାଷ୍ଟ୍ର ଯିଏ ଅଛନ୍ତି, କିଏ ସେ ପଡୋଶୀ ରାଷ୍ଟ୍ର ଅଛନ୍ତି ନା ପାକିସ୍ତାନ, ନେପାଳ, ଭୁଟାନ, ବାଂଲାଦେଶ, ମିଆଁମାର, ଏଇ ଦେଶ ମାନଙ୍କ ସହିତ ସଂଯୋଗ ସ୍ଥାପନ କରିଛି। କ୍ଲିୟର? ତାପରେ ଦେଖ 10 ନମ୍ବର, କେଉଁ ପକ୍ଷୀ ବିହାରଟି ଭିନ୍ନ? ଦେଖିବା, ଓଡିଶା ରେ ଚିଲିକା ଅଛି, ଇଏ ହଉଛି ପକ୍ଷୀର ବାସସ୍ଥଳୀ, ପକ୍ଷୀ ଅଭୟାରଣ୍ୟ, ପକ୍ଷୀ ମାନେ ରହୁଛନ୍ତି, ତାହେଲେ ଏଇଠି ଠିକ। ରାଜସ୍ଥାନର ରନ୍ଥାବର, ଇଏ ମଧ୍ୟ ପକ୍ଷୀ ଅଭୟାରଣ୍ୟ, ପକ୍ଷୀ ରହିବା ପାଇଁ ବାସ କରାହେଇଛି। ତାପରେ ସି ହଉଛି କଣ ନା ଯୋଉ ଦେଇଛି କେରଳର କଲିମର, ସେଇଠି ଭୁଲ କରିଦେଇଛି। ଦେଖ ଡିଟା ଦେଖିବା, ତାମିଲନାଡୁର ବେଦାନ୍ତଗୁଲ ଆଉ କଲିମର, ଏ ଦିଟା କହୁଛି ତାମିଲନାଡୁର। ବେଦାନ୍ତଗୁଲ ଆଉ କଲିମର, ଏଇ କଲିମରଟା ହଉଛି କଣ ତାମିଲନାଡୁର। ଓଡିଶାର ଚିଲିକା ପକ୍ଷୀ ବିହାର ସ୍ଥଳୀ, ପକ୍ଷୀ ଅଭୟାରଣ୍ୟ, ରାଜସ୍ଥାନର ରନ୍ଥାବୋର, ତାମିଲନାଡୁର ବେଦାନ୍ତଗୁଲ ଆଉ କଲିମର, ଏ ତାମିଲନାଡୁର, କେରଳର ନୁହଁ। ତାହେଲେ କେଉଁଠି ଭିନ୍ନ ନା ଅପସନ ସି ଟି ଆମର ଉତ୍ତର। କ୍ଲିୟର? 11 ନମ୍ବର, ନିମ୍ନତ କେଉଁ ଦେଶର ଲୋକମାନ ଜୀବନର ମାନ ଉଚ୍ଚ ଅଟେ? ଜାପାନ ଦେଶର ଲୋକମାନ ଜୀବନ ଧାରଣ ଉଚ୍ଚ। ସେ କଣ ଉନ୍ନତ ଦେଶ, ବିକାଶ ନୁହଁ, ବିକଶିତ ଦେଶ ହେଇଯାଇଛି, ଅଲରେଡି ବିକଶିତ ସିଏ। ତାପରେ ଦେଖିବା 12 ନମ୍ବର, କେଉଁ ମସିହାରେ ଭାରତରେ ନୂତନ ଆର୍ଥିକ ନୀତି ପ୍ରବର୍ତ୍ତନ କରାଯାଇଥିଲା? 1991, ଅପସନ ବି। ସେବିର ସ୍କୋର ସିଷ୍ଟମରେ କେତେ ଦିନ ମଧ୍ୟରେ ଅଭିଯୋଗ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଜଣାଇବାର ବ୍ୟବସ୍ଥା ରହିଛି? ସେବିର ସ୍କୋର ସିଷ୍ଟମ ଇଏ କଣ? କେତେ ଦିନ ମଧ୍ୟରେ ଅଭିଯୋଗ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଜଣାଇବାର ବ୍ୟବସ୍ଥା ରହିଛି, ଏଇଟା ମନେ ରଖ। ସେବିର ଫୁଲ ଫର୍ମ କଣ? ସେବି, ସେବି, SEBI, ସେବି। ସେବିର ଫୁଲ ଫର୍ମ ହଉଛି କଣ? ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ। ହେଲା, ସିକ୍ୟୁରିଟି, ଏସ୍ ରୁ ସିକ୍ୟୁରିଟି, ଇ ରୁ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ। ହେଲା, ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ, ସେବି। କ୍ଲିୟର? ତାର ଓଡିଆ ହେଲା ଭାରତୀୟ ପ୍ରତିଭୂତି ଓ ବିନିମୟ ପରିଷଦ। यार काम कौन? यार काम हूँ जदि कौनसी निवेशक कौनसी तालिकाभुक्त कंपानी विरुद्ध रे अभियोग आने को चाहती, निवेशक कौनसी निवेशक गोटे तालिकाभुक्त कंपानी विरुद्ध रे अभियोग आनी, कौन तार लाभांश व्यवसाय लाभांश देलानी कि अंशधन संबंधी कौन कि बजार मध्यस्थ सब जहाँ जहाँ अच्छी भितर एथेर जदि तार किछि विरुद्ध कला तेबे से अभियोग करियो कोउटे
ନା ଏଇ ସେବି ପାଖରେ ଅଭିଯୋଗ ଦାଖଲ କରିବ। ଅଭିଯୋଗ ଦାଖଲ କଲେ 30 ଦିନ ମଧ୍ୟରେ ଅଭିଯୋଗ କରି ଯାଇଥିବା କାର୍ଯ୍ୟାନୁଷ୍ଠାନ ଜଣାଇବାର ବ୍ୟବସ୍ଥା ରହିଛି। ଯେ ଅଭିଯୋଗ ଉପରେ କେତେ ଦିନରେ କାର୍ଯ୍ୟାନୁଷ୍ଠାନ କରିବ? 30 ଦିନ ଭିତରେ କାର୍ଯ୍ୟାନୁଷ୍ଠାନ କରିବ। ଏଇ ସେବି ପାଖରେ ଜଣେଇବ। କିଏ ଜଣେଇବ? ଜଣେ ନିବେଶକ ଜଣେଇବ। କଣ ନା ତାର ଯୋଉ କମ୍ପାନୀ ବିରୁଦ୍ଧରେ କରିବ, ତାର ସୁଧର ପାଇଲାନି କି ଲାଭାଂଶ ପାଇଲାନି, କଣ ଅସୁବିଧା ହେଲା ସେ ବିଷୟରେ ଜଣେଇବ। ତାହେଲେ ଉତ୍ତର ହେଲା ଅପସନ ଡି। 30 କାର୍ଯ୍ୟାନୁଷ୍ଠାନ ଜଣାଇବାର ବ୍ୟବସ୍ଥା କେତେ ଦିନ ଅଛି? 30 ଦିନ ଅଛି ହେଲା। ତାପରେ ଏ 15ଟା ଗୋଟେ ଅଛି। 15ଟା କଣ ନା ସବୁ ପ୍ରକାର ସମସ୍ୟାର ସମାଧାନ 15 ଦିନ ମଧ୍ୟରେ କରିବାର ନିର୍ଦ୍ଦେଶ ଅଛି। ତାହେଲେ ଯଦି ପଡିଥିବ ସମସ୍ୟାର ସମାଧାନ କେତେ ଦିନ ଭିତରେ କରାଯିବ? ଉତ୍ତର ହବ 15 ଦିନ। କିନ୍ତୁ ଅଭିଯୋଗ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଜଣାଇବାର ବ୍ୟବସ୍ଥା ରହିଛି କେତେ? 30 ଦିନ। 15। ତାପରେ ଦେଖ 14 ନମ୍ବର ଦେଖ, ଦେଶର କେତୋଟି ଦ୍ରବ୍ୟକୁ ପାଇକାରୀ ଦର ସୂଚକ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇଛି? ଏଇଟା ହଉଛି 460। ପାଇକ ଦର ବୃଦ୍ଧି, ମନେକ ପାଇକାରୀ ଦର ସୂଚକ କଣ? ଏଇଟା ଟିକେ ଜାଣ, ସବୁ ଜିନିଷ ଟିକେ ପଢିବ, ବହି ପଢିବ। ସର୍ଟ କୋଶ୍ଚିନ୍ ଏତେ ଭିତରେ ସବୁ ବିଷୟ ଆଲୋଚନା କରି ହବନି। ଦର ବୃଦ୍ଧି କି ସାଧାରଣତଃ 2 ପ୍ରକାର ପଦ୍ଧତିରେ ନିରୂପଣ କରାଯାଏ। ଦର ବୃଦ୍ଧି ଯୋଉ ଦର ବଢୁଛି, ସେଇ ଦର ବୃଦ୍ଧି କି ସାଧାରଣତଃ 2 ପ୍ରକାର ପଦ୍ଧତିରେ ଆମେ ଜାଣିପାରିବା, ନିରୂପଣ କରିପାରିବା। ଏକ ହଉଛି ପାଇକାରୀ ଦର ସୂଚକ, 2 ହଉଛି ଖାଉଟି ଦର ସୂଚକ। ଏ ଦର ବୃଦ୍ଧି କି ଜାଣିବାର ଗୋଟେ ପଦ୍ଧତି। ତାହେଲେ ପାଇକାରୀ ଦର ସୂଚକ ପ୍ରସ୍ତୁତ କରିବା ପାଇଁ 460 କରିବା ପାଇଁ 460 ବ୍ୟବହାର କରି ଦ୍ରବ୍ୟ। ତାପରେ 15 ନମ୍ବର, କେଉଁଟି ଖାଉଟି ଶୋଷିତ ହେବାର କାରଣ ନୁହେଁ? ଅପସନ ସି ହେଲା କୃତ୍ରିମ ଅଭାବ। ଏଇଟା ଖାଉଟି ଶୋଷିତ ହେବାର କାରଣ ନୁହେଁ, କୃତ୍ରିମ ଅଭାବଟା। ତାପରେ ଦେଖ ପିଲେ, କେଉଁ ଶିଳ୍ପ ପରିବାର ସଦସ୍ୟଙ୍କ ସାହାଯ୍ୟରେ କରାଯାଇଥାଏ? ପଢିବ, ସବୁ ଶିଳ୍ପ ଦେଇଛି ବହିରେ। କୁଟୀର ଶିଳ୍ପ, କ୍ଷୁଦ୍ର ଶିଳ୍ପ, ବୃହତ ଶିଳ୍ପ, ମୌଳିକ ଶିଳ୍ପ, କେତେ ପ୍ରକାର ଶିଳ୍ପ ଅଛି ସବୁ ଦେଖିବ। ମୁଁ ଟିକେ ଖାଲି କହିଦଉଛି, ଶିଳ୍ପ ବିଷୟରେ କହିଦଉଛି ଟିକେ ହେଲା। ସେ ଗୋଟେ କହୁଛି, ମନେକ ତମର କୁଟୀର ଶିଳ୍ପ ଗୋଟେ ପରିବାର ଲୋକ, ଜଣେ ଲୋକ କରିବ, ଜଣେ କାରିଗର କରିବ। ସିଏ କଣ ଏଇ ସ୍ଥାନୀୟ ଅଞ୍ଚଳରେ ଯୋଉ ଯୋଉ କଞ୍ଚାମାଲ ମିଳିଥିବ ସେଇଠୁ ନେଇକିରି କରିବ। ସେଥିରେ ନିଜେ କରିବା ଚଳିବ ବା ତାର ପରିବାର ସଦସ୍ୟ ଜଣେ 2 ଜଣ କିଏ ତାକୁ ସାହାଯ୍ୟ କରିବେ। ଏତିକି ହେଲେ ସେ ହେଉଛି କୁଟୀର ଶିଳ୍ପ, ଘରୋଇ ଶିଳ୍ପ ସେ ହେଲା କୁଟୀର ଶିଳ୍ପ ସେଗୁଡା। କିନ୍ତୁ ତାପରେ କ୍ଷୁଦ୍ର ଶିଳ୍ପ ଅଳ୍ପ ପୁଞ୍ଜି, ବୃହତ ଶିଳ୍ପ ବହୁତ ପୁଞ୍ଜି, ଏଇ ଶବ୍ଦ କରି ସେ ବିଭିନ୍ନ ପ୍ରକାର ଶିଳ୍ପ ଆମର ତିଆରି କରାଯାଇଛି ହେଲା। ତେଣୁ ଆଉ ମିଳିତ ଶିଳ୍ପ, ମାନେ ସରକାର ଆଉ ପ୍ରାଇଭେଟ ଲୋକ ମିଶିକିରି କରିବେ, ସେଟା ହଉଛି ମିଳିତ ଶିଳ୍ପ। ବୁଝିହେଉଛି? ଏଇ ସବୁ ବିଭିନ୍ନ ଜିନିଷ ଗୁଡ଼ିକ କରାହେଇଛି, ମନେ ହେଲା। ଏଗୁଡା ସବୁ ପଢିବ ସବୁ ହେଲା। ତାହେଲେ କେଉଁ ଶିଳ୍ପ ପରିବାର ସଦସ୍ୟ ସାହାଯ୍ୟ କରାଯାଇଥାଏ? ପରିବାର ସଦସ୍ୟ ହେଲା କୁଟୀର ଶିଳ୍ପ। କୁଟୀର ଶିଳ୍ପ ହେଲା, ପରିବାର ସାହାଯ୍ୟରେ କରାଯାଇଥାଏ କୁଟୀର ଶିଳ୍ପ। ଶିଳ୍ପକୁ ମନେ ରଖିଥାଏ, ଟିକେ ମୁଁ ଖାଲି କହିଦଉଛି। ଶିଳ୍ପକୁ ବିଭିନ୍ନ ଭାବରେ ବିଭାଗ କରାଯାଇଛି। ଏକ, ଆକାର ଅନୁସାରେ। ଆକାର ଅନୁସାରେ 3 ଭାଗ କରାଯାଇଛି। କଣ? କୁଟୀର ଶିଳ୍ପ, କ୍ଷୁଦ୍ର ଶିଳ୍ପ ଆଉ ବୃହତ ଶିଳ୍ପ। ଆକାର ଅନୁସାରେ। ତାର ଉତ୍ପାଦନ ପ୍ରକାର, ଉତ୍ପାଦନ ଯାହା ଉତ୍ପାଦନ କରୁଛି ତାର ପ୍ରକୃତି ବା ପ୍ରକାର ଅନୁସାରେ କଣ କରିଛି ନା ମୌଳିକ ଶିଳ୍ପ ବା ତାକୁ ଭାରୀ ଶିଳ୍ପ କହନ୍ତି, ଖାଉଟି ଶିଳ୍ପ ବା ହାଲୁକା ଶିଳ୍ପ। ତାହେଲେ ଇଏ ହଉଛି ଉତ୍ପାଦନର ପ୍ରକୃତି ଅନୁସାରେ। ତାପରେ କଞ୍ଚାମାଲର ଅନୁସାରେ, କଞ୍ଚାମାଲ କୋଉ କଞ୍ଚାମାଲ ଶିଳ୍ପ ଚାଲୁଛି ସେ କଞ୍ଚାମାଲ ବିଷୟରେ ହଉଛି କୃଷି ଭିତ୍ତିକ ଶିଳ୍ପ, ଜଙ୍ଗଲ ଭିତ୍ତିକ ଶିଳ୍ପ, ପଶୁ ଭିତ୍ତିକ ଶିଳ୍ପ ଆଉ ଖଣିଜ ଭିତ୍ତିକ ଶିଳ୍ପ। ଯୋଉ କଞ୍ଚାମାଲ ଯୋଉ ଶିଳ୍ପରେ ଲାଗୁଥିବ ସେ ଅନୁସାରେ ହେଇଛି। କୃଷି ଭିତ୍ତିକ ଶିଳ୍ପ, ଜଙ୍ଗଲ ଭିତ୍ତିକ ଶିଳ୍ପ, ପଶୁ ଭିତ୍ତିକ ଶିଳ୍ପ ଆଉ ଖଣିଜ ଭିତ୍ତିକ ଶିଳ୍ପ।
সেটা হচ্ছে 55 তারপরে সত্ত্বাধিকার অনুসারে মালিকানা, সত্ত্বাধিকারের মালিকানা অনুসারে রাষ্ট্রায়ত্ত শিল্প, ঘରୋଇ ଶିଳ୍ପ, ମିଳିତ ଶିଳ୍ପ ବା ଯୌଥ ଶିଳ୍ପ, ତାପରେ ସମବାୟ ଶିଳ୍ପ। କ୍ଲିୟର ଜଣା? ତାହେଲେ ଶିଳ୍ପକୁ କେତେ ଭାଗ ହେଲା? ଏକ ଆକାର ଅନୁସାରେ କୁଟୀର, କ୍ଷୁଦ୍ର, ବୃହତ, ତାପରେ ଉତ୍ପାଦନ ଅନୁସାରେ ମୌଳିକ ଶିଳ୍ପ, ଖାଉଟି ଶିଳ୍ପ, ତାପରେ କଞ୍ଚାମାଲ ଉତ୍ସ ଅନୁସାରେ କୃଷି ଭିତ୍ତିକ, ଜଙ୍ଗଲ ଭିତ୍ତିକ, ପଶୁ ଭିତ୍ତିକ, ଖଣିଜ ଭିତ୍ତିକ, ତାପରେ ସତ୍ତ୍ୱାଧିକାର ଅନୁସାରେ ରାଷ୍ଟ୍ରାୟତ୍ତ, ଘରୋଇ, ମିଳିତ, ସମବାୟ। ତାହେଲେ କୁଟୀର ଶିଳ୍ପ ଆମର ଏଠି ଉତ୍ତର ହଉଛି ପରିବାର ସଦସ୍ୟ ହେଲା କୁଟୀର ଶିଳ୍ପ। ଜଣେ କାରିଗର ସ୍ଥାନୀୟ ଅଞ୍ଚଳରୁ ଯୋଉ କଞ୍ଚାମାଲ ମିଳୁଥିବ ପାରମ୍ପରିକ ଉତ୍ପାଦନ ଶୈଳୀରେ, ଆଉ ଯନ୍ତ୍ରପାତି ବିଶେଷ ଲାଗିନଥିବ, ପାରମ୍ପରିକ ଉତ୍ପାଦନ ଶୈଳୀରେ ଧର କୁମ୍ଭାର ମାଟି ତାର ଗଢୁଛି ହାଣ୍ଡି ହେରିକା, ସେଇଟା ହଉଛି କୁଟୀର ଶିଳ୍ପ। ତାର ତନ୍ତୀ ଲୁଗା ବୁଣୁଛି, ତାର କୁଟୀର ଶିଳ୍ପ ସେଇଟା ଜଣେ କରୁଛି, ବା ତା ପରିବାର କିଏ ସାହାଯ୍ୟ କରୁଛି, ସେଟା ହଉଛି କୁଟୀର ଶିଳ୍ପ ଯାଉଛି ଆଉ ହେଲା। ତାପରେ ଦେଖ 17 ନମ୍ବର ଦେଖ 17 ନମ୍ବର ହେଲା କଣ ନା ବାଲିଝଡ ମୁଖ୍ୟତଃ କେଉଁ? ବାଲିଝଡ ତ ମରୁ ଅଞ୍ଚଳରେ ବାଲି ଅଛି, ମରୁ ଅଞ୍ଚଳରେ ଦେଖାଯିବ ଆଉ ବାଲିଝଡ ଆଉ ହେଲା। ତାପରେ ଏଠି ଦେଖ ଏ ମାନଚିତ୍ରରେ ଦେଖ ଯୋଉ ଆଇ ଅଛି, ଏଇଟା ପ୍ଲେ ହଉଛି କଣ? ହାତୀ ଅଭୟାରଣ୍ୟ। ଏଇ ଯୋଉ ସେକେଣ୍ଡ ଆଇ এইটা হচ্ছে তৈল খনি ନିର୍ଦ୍ଦେଶ ଅଛି, ଇଣ୍ଡେକ୍ସ ଆମକୁ ଦେଇଛି ଯା। ତାର ଥାର୍ଡଟା ହଉଛି ଲୁହାଖଣି, ଏଇ ଯୋଉ ଚିତ୍ର ଦେଖ, ମାନଚିତ୍ରଟାକୁ ଭଲ କି ଏ ମାନଚିତ୍ରଟାକୁ ଭଲ କି ଦେଖ। ତାହେଲେ ହାତୀ ଅଭୟାରଣ୍ୟ ଆଇ, ହାତୀ କୋଉଠି ଅଛନ୍ତି? ହାତୀ ଅଭୟାରଣ୍ୟ ମନେ ରଖିବ, ନୋଟ ଦେଇଛି, ନୋଟରେ ଦେଖିବ ହାତୀ ଅଭୟାରଣ୍ୟ କୋଉଠି କୋଉଠି ଅଛି। ଉତ୍ତରାଖଣ୍ଡର କରବେଟ, ଆସାମର ମାନସ, ତାମିଲନାଡୁର ମୁଦୁମଲାଇ, କର୍ଣ୍ଣାଟକର ନଗରହୋଲେ, ଆଉ କେରଳର ୱାଇନାଡ ଆଉ ପେରିୟାର। ହାତୀ ଅଭୟାରଣ୍ୟ ଏଇ ଅଛି, ହାତୀ ଅଭୟାରଣ୍ୟ ମନେ ହେଲା। କ୍ଲିୟର? ବ୍ୟାଘ୍ର ପ୍ରକଳ୍ପ ବି କହିଦେଇଛି ଆଗରୁ, ତଥାପି କହିଦେଇଛି ମନେ ରଖିବ। ଆସାମର ମାନସ, ଝାଡଖଣ୍ଡର ପାଲୋମ, ଉତ୍ତରାଖଣ୍ଡର କରବେଟ, ମହାରାଷ୍ଟ୍ରର ମେଲଘାଟ, କର୍ଣ୍ଣାଟକର ବାନ୍ଦିପୁର, ଓଡିଶାର ଶିମିଳିପାଳ, ଏମିତି ସବୁ ଜାଣିବ। ପଶ୍ଚିମବଙ୍ଗ ସୁନ୍ଦରବନ, ରାଜସ୍ଥାନର ରନ୍ଥାବୋର, ଏସବୁ ବ୍ୟାଘ୍ର ପ୍ରକଳ୍ପ। ତାହେଲେ ହାତୀ ଅଭୟାରଣ୍ୟ ଦେଖ ପିଲେ, ଏଇ ଯୋଉ ଜାଗାଟା ଏଇଠି ଲେଖିଛି, ମନେ ରଖ ଟିକେ ଭଲରେ। ଏଇ ଜାଗାଟା କୋଉ ରାଜ୍ୟରେ ଯାଉଛି? ଚିତ୍ର ମାନଚିତ୍ର, ଭାରତର ମାନଚିତ୍ର ଭଲ ଭାବରେ ଦେଖିବ ନିଜେ। ଆମର ଓଡିଶା ଏଇ ଜାଗାରେ ଅଛି, ଏଇଠି ଓଡିଶା ଅଛି, କହିଥିଲି ବୁଝେଇ। ଓଡିଶା ପାଖକୁ କିଏ ଅଛି? ଆନ୍ଧ୍ରପ୍ରଦେଶ, ତା ପାଖକୁ ତେଲେଙ୍ଗାନା, ତା ପାଖକୁ ତାମିଲନାଡୁ, ତା ପାଖକୁ କେରଳ, ଏଇ ଜାଗାରେ ଅଛି କେରଳ। ତାପରେ କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜୁରାଟ ହେଲା ଯାଇଛି। କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜୁରାଟ ଏମିତି ଚାଲିଲା ସେପଟେ। ଚିତ୍ରଟାକୁ ମାନଚିତ୍ର ତମେ ନିଜେ ଦେଖିବ, ଟିକେ ମନେ ରଖିବ ନା। ତାହେଲେ ମୁଁ ଏଇନା କହିଲି ହାତୀ ଅଭୟାରଣ୍ୟ ଅଛି କଣ, କୋଉଠି ଅଛି ହାତୀ ଅଭୟାରଣ୍ୟ କହିଥିଲି କଣ? ତାହେଲେ ଏଇ ଜାଗାଟା ହଉଛି, ଏଇଟା ହଉଛି ତାମିଲନାଡୁ, ଏଇଟା ହଉଛି କେରଳ, ଏଇ ଅଞ୍ଚଳଟା ସେଇଠି ଦେଖେଇଛି। ପର୍ଟିକୁଲାର ଜାଗା ତ ଏଇ ଅଞ୍ଚଳ। ଆଉ ଏଠି କଣ ଓଡିଶା ଅଛି ନା? ଏଠି ପଶ୍ଚିମ ତ ସିଆଡେ। ତାହେଲେ ଏଇଟା ହଉଛି ତାମିଲନାଡୁ, କେରଳ ଏଇ ଜାଗାଟା। ତାହେଲେ ମୁଁ ଯୋଉ କହିଲି ଦେଖ, ପ୍ରଶ୍ନ ଦେଖ ହେଲା। ତାହେଲେ ମୁଁ ଏଇନା କହିଥିଲି ତାମିଲନାଡୁର ମଧୁମଲାଇ ହେଲା, ଆଉ କେରଳର କଣ ୱାଇନାଡ ଆଉ ପେରିୟାର, ଦିଟା। ତାହେଲେ ଦେଖିଲେ ଏଠି ତ ଚନ୍ଦକା ହବନି, ଏ ତ ଓଡିଶାରେ, ଓଡିଶା ତ ଇଆଡେ, ନଗର ହେଲେ ତ ହବନି, ମନେ ହେଲା। ତାପରେ ନଗର ହେଲେ ତ କର୍ଣ୍ଣାଟକ ତ ଏପଟେ, ଆରେ କର୍ଣ୍ଣାଟକ ତ ଇଆଡେ। ତାହେଲେ ଏଇ ଜାଗାଟା ତାମିଲନାଡୁ ଯିବ, ନହେଲେ କେରଳ ଯିବ, ଏଇ ଭିତରେ ଏଇ ଜାଗାଟା ଦେଖେଇଛି ହେଲା। ତାମିଲନାଡୁର ଜାଗା ନା କଣ କହିଥିଲି? ତାମିଲନାଡୁ ହଉଛି ମୁଦୁମଲାଇ ହାତୀ ଅଭୟାରଣ୍ୟ, କେରଳର ହଉଛି ୱାଇନାଡ ଆଉ ପେରିୟାର, ତାହେଲେ ଏଇଟା ପୁରା ଏଠିକି ପଳେଇ ଯାଇଛି ନା ତଳକୁ, ଏ କେରଳକୁ ପଳେଇ ଯାଇଛି। ତାହେଲେ କେରଳକୁ ପଳେଇ ଆସିଲେ ଏଇଟା ହବ କଣ ନା ଏଇଟା କେରଳକୁ ପଳେଇ ଆସିଛି, ଏ ତଳକୁ ଖସି ଯାଇଛି। ତଳକୁ ଖସି ଯାଇଛି ଯେତେବେଳେ ୱାଇନାଡ ହବ ହେଲା। ଆଉ ଟିକେ ଉପରକୁ ଯଦି ଜଗେଇଥାନ୍ତା ସେଟା ମଧୁମଲାଇ ହେଇଥାନ୍ତା ହେଲା। ଆମର କାହାର ହେଇଥାନ୍ତା? ତାମିଲନାଡୁରେ ଯାଇଥାନ୍ତା
ତେଣୁ ଏଇଟା କେରଳରେ ଯିବ, କେରଳ ହେଲେ ୱାଇନଟ୍ ହେଲା। ତାପରେ ଦେଖ 19 ନମ୍ବର ଯେମିତି ତୈଳ ଖଣି, ଏଠି ତୈଳ ଖଣି ଏ ଜାଗାରେ ତୈଳ ଖଣି ଜାଣିଛ, ତୈଳ ଖଣି ପଢିବ ବହିରେ, ତୈଳ ଖଣି କୋଉଠି ଅଛି, ସେଇଟା କୋଉ ଜାଗାଟା, ଆସାମ। ତାହେଲେ ଆସାମର ଦିଗୋଇ, ଆସାମର ଦିଗୋଇ, ଆସାମ ସେଇଟା, ତାହେଲେ ଆସାମରେ ଦିଗୋଇ ତୈଳ ଖଣି, ତାହେଲେ ସେଟା ଆସାମ ଯିବ ହେଲା। କ୍ଲିୟର? ତାହେଲେ ତୈଳ ଖଣି କୋଉଠି କୋଉଠି ଅଛି ଦେଖିବ। ଭାରତରେ ଯେତେ ତୈଳ ଖଣି ଅଞ୍ଚଳ ଅଛି, ବମ୍ବେ ହାଇରୁ ଆଉଛି 44%, ଶତକଡା 44 ବମ୍ବେ ହାଇ ଦଉଛି ହେଲା। ଗୁଜୁରାଟରୁ ଆସିଛି 18%, ଆସାମରୁ ଆସିଛି 16%। ଟୋଟାଲ ଏତିକି ଯୋଗଉଛି ତୈଳ ଆମ ଭାରତକୁ। ବମ୍ବେ ହାଇରୁ ଆଉଛି 44%, ଗୁଜୁରାଟରୁ ଆଉଛି 18%, ଆସାମରୁ ଆଉଛି 16%। ତମକୁ ତୈଳ ଖଣି ଉପରେ କୋଶ୍ଚିନ୍ ପଡେ, ତମେ ସବୁଗୁଡା ଆଲୋଚନା କରିବା ସମ୍ଭବ, ଏଇ ତ ଗୋଟିଏ ଚାପ୍ଟର ପୂର୍ବରୁ ଗୋଟିଏ ପିରିୟଡ ଅଛି, ତମେ ଖାଲି କହିଦଉଛି କୋଥିରୁ କେତେ ଶତାଂଶ ତୈଳ ଆମକୁ ମିଳୁଛି। ଗୋଟେ ସର୍ଟ କୋଶ୍ଚିନ୍ ଆସିବ, ଅପତଟ ତୈଳ ଖଣି। ଅପତଟ ତୈଳ ଖଣି କିଏ ସେ? ଏକ ହେଲା ବାସେଇନ, 2 ହେଲା ଆଲିଆବେଟ। ଅପତଟ ତୈଳ ଖଣି ଦିଟା ମନେ ରଖିଥା, ବାସେଇନ ଆଉ ଆଲିଆବେଟ। ବାସେଇନ ଟା ହଉଛି ବମ୍ବେ ହାଇର ଦକ୍ଷିଣ ପୂର୍ବରେ, ଆଲିଆବେଟ ହଉଛି ଭାବନଗରର ଦକ୍ଷିଣରେ। ନୋଟ ଅଛି, ନୋଟ ଦେଇଛି ତମକୁ, ଦେଖିବ ନୋଟ ଦେଇଛି। ଗୁଜୁରାଟର ତୈଳ ଖଣି କିଏ ସେ? ଅଙ୍କେଶ୍ୱର, କାଲୋଲ, ମେହସାନା, କାମ୍ବେ ଉପସାଗର। ଆସାମର କିଏ? ଦିଗ୍ବୋଇ, ନହରକାଟିଆ, ମୋରାନ ଆଉ ଦୁଲିଆଜାନ ଆଉ ହୁଗ୍ରିଜାନ। ଉତ୍ତରପ୍ରଦେଶର ରାମପୁର, ପଞ୍ଜାବର ଜ୍ୱାଳାମୁଖୀ, ରାଜସ୍ଥାନର ବାରମେର। ଇଏ ହଉଛି ତୈଳ ଖଣି। ତାହେଲେ ଏଇଟା ଆସାମ, ଆସାମରେ ଏଇଟା ତେଣୁ ଦେଇଛି ଦିଗ୍ବୋଇ, ତାହେଲେ ଆସାମ ଅଞ୍ଚଳ ଏଇଟା, ତେଣୁ ଉତ୍ତର ଦିଗ୍ବୋଇ ହବ। ତାପରେ 20 ନମ୍ବର ଦେଖ ହେଲା। 20 ନମ୍ବର, ଚିହ୍ନିତ ଲୁହା ଖଣିର ନାମ କଣ? ଇଏ ଲୁହା ଖଣିଟା ଦେଖ, ଏଇ ଯୋଉ ଲୁହା ଖଣିଟା ଅଛି, ଆମର ତ ଓଡିଶା ଏଇଠି ଅଛି ନା, ତାହେଲେ ଏପଟେ ଅଛି ବିହାର, ଉପରକୁ ବିହାର, ତାହେଲେ ବିହାରର ଦୁର୍ଗ ଲୁହା ଖଣି ଜାଣିଛ, ଲୁହା ଖଣି। ଲୁହା ଖଣି ଅଞ୍ଚଳ କୋଉଠି କରୁଛି? ଓଡିଶା ଲୁହା ଖଣି ଅଞ୍ଚଳ ଭାରତର, ଭାରତର ଲୁହା ଖଣି ଅଞ୍ଚଳ 4ଟି ଜାଗାଟେ ଅଛି। ଏକ ଓଡିଶା ଝାଡଖଣ୍ଡ ଅଞ୍ଚଳ ବେଲ୍ଟ, ଦୁର୍ଗ ବସ୍ତର ଚନ୍ଦ୍ରପୁର ଅଞ୍ଚଳ, ଏଇଟା ଛତିଶଗଡ ମହାରାଷ୍ଟ୍ର ବ୍ୟାପି ଯାଇଛି। ତାପରେ ବେଲାରୀ, ଚିତ୍ରଦୁର୍ଗ, ଚିକମାଗୁଲର ଟୁମୁକର ଅଞ୍ଚଳ, ଏଇଟା କର୍ଣ୍ଣାଟକରେ ମ୍ୟାରିଜ୍ ଅଛି। ତାପରେ ମହାରାଷ୍ଟ୍ର ଗୋଆ ଅଞ୍ଚଳ, ଏଇ 4ଟା ହଉଛି ଲୁହା ଖଣି ଅଞ୍ଚଳ। ତାହେଲେ ଏଇଟା ଆମର ଯାଉଛି କଣ? ଏଇଟା ଦୁର୍ଗ ବସ୍ତର ଚନ୍ଦ୍ରପୁର ଅଞ୍ଚଳରେ, ତାହେଲେ ଏଇଟା ହଉଛି ଦୁର୍ଗ। ଉତ୍ତର ହେଲା କଣ? ଦୁର୍ଗ। ଦୁର୍ଗ, ଦୁର୍ଗା ଲେଖିଦେଇଛି, ସେଟା ଦୁର୍ଗ ହବରେ ପିଲେ, ଉତ୍ତର ଲେଖିଦେଇଛି ଦୁର୍ଗା ଲେଖିଛି ହେଲା, ସେଟା ହବ ଦୁର୍ଗ। କ୍ଲିୟର? ତାପରେ ଆସିଲା 21 ନମ୍ବର। କ୍ଲିୟର ବୁଝିଗଲା? 2019 ମସିହାରେ ଭାରତର ଦାରିଦ୍ର୍ୟର ହାର କେତେ ଶତକଡାକୁ ହ୍ରାସ ପାଇଛି? ଅପସନ ସି, କେତେ ଶତକଡା ହ୍ରାସ ପାଇଛି? 21.1% ହେଲା। ତାପରେ 22 ନମ୍ବର, କେଉଁ ବେକାରୀଟି ଅନ୍ୟଠାରୁ ଭିନ୍ନ? ଋତୁକାଳୀନ ବେକାରୀ, ଭଲ ଭାବରେ ଦେଖ, ଋତୁକାଳୀନ ବେକାରୀ, ପ୍ରଚ୍ଛନ୍ନ ବେକାରୀ। ଋତୁକାଳୀନ ବେକାରୀ ହେଲା କୃଷି ଲେଖିଛି, ପ୍ରଚ୍ଛନ୍ନ ବେକାରୀ ବଳକା ଶ୍ରମିକ, ସଂଘାତ ଜନିତ ବେକାରୀ ଶିଳ୍ପ, ସଂସ୍ଥାନୀୟ ବେକାରୀ ଶିକ୍ଷା। ତାହେଲେ ଋତୁକାଳୀନ ବେକାରୀ କଣ? ଏଇଟା ଜାଣିଲେ ସେ କୃଷି ସହିତ ସମ୍ବନ୍ଧିତ କି ନ ଜାଣିବା। ତାହେଲେ ଋତୁକାଳୀନ ବେକାରୀ କୃଷି ସହିତ ହଉଛି କଣ ନା, କଣ କରିବେ ନା, ଆମର ଧର ଭାରତ ମୌସୁମୀ ବାୟୁ ପ୍ରବାହ ଜନିତ ବର୍ଷା, ମୌସୁମୀ ବର୍ଷା ଦ୍ଵାରା ଭାରତର କୃଷି ନିର୍ଭର କରୁଛି। ବର୍ଷା ହେଲେ କୃଷି କାର୍ଯ୍ୟ, ବର୍ଷା ନହେଲେ ହେଇପାରିବନି, କାହିଁକି ସେତେ ଜଳସେଚନରେ ଉନ୍ନତ ନାହିଁ। ତାହେଲେ ମୌସୁମୀ ବର୍ଷା ହେଲେ ଚାଷ ହବ। ଚାଷ ହେଲେ ଘରେ ତମର 5 ଜଣ ଅଛନ୍ତି, ତମର 2 ମାଣେ ଜମି,
ସେଇ 5 ଜଣ ଯାକ ସେ ଜମିରେ କାମ କଲେ। ଯୋଉ ଜମିରେ ଜଣେ କାମ କରି ଦେଇଥାନ୍ତା 5 ଜଣ ଯାକ ଖଟିଲେ, ବର୍ଷା ଧାନ ବଛା ବଛି ଖେଳା ଖେଳି କରିଦେଲେ, ଗଲା ସଇଲା ବସିଲେ। ତାହେଲେ ବର୍ଷା ଦିନରେ ଚାଷ କାମ କଲେ, ଅନ୍ୟ ଋତୁରେ ବସିଲେ। ତାହେଲେ ଏଇଟା ହେଲା ଋତୁକାଳୀନ ବେକାରୀ। ଏଟା ହଉଛି କଣ ଋତୁକାଳୀନ ବେକାରୀ। ଯଦି ଋତୁକାଳୀନ ବେକାରୀ କାହା ସହିତ ସମ୍ପୃକ୍ତ, କୃଷି ସହିତ, ତାହେଲେ ଠିକ ଲାଗିଛି। ଆଉ ଋତୁକାଳୀନ ବେକାରୀ କାହା ସହିତ ସମ୍ପୃକ୍ତ, କୃଷି ସହିତ, ତାହେଲେ ତାହେଲେ ଠିକ ଅଛି। ପ୍ରଚ୍ଛନ୍ନ ବେକାରୀ ହଉଛି କଣ ନା ବଳକା ଶ୍ରମିକ। ଇଏ ମଧ୍ୟ ସେଇ କୃଷି କ୍ଷେତ୍ରରେ ଦେଖାଯାଏ। ବୋଲେ ଗୋଟିଏ କାର୍ଯ୍ୟ, ସେଇଟା ହଉଛି ଋତୁକାଳୀନ। କଣ ବର୍ଷା ଋତୁରେ ଚାଷ ହେଲା, ତାପରେ ଆଉ ଚାଷ ନାହିଁ, ବସିଲେ, ଋତୁକାଳୀନ ବେକାରୀ। ଗୋଟିଏ ଋତୁରେ ଖଟିଲେ, ଅନ୍ୟ ଋତୁରେ ବସିଲେ। ପ୍ରଚ୍ଛନ୍ନ ବେକାରୀ କଣ? ଏଇ ଶ୍ରମିକ ଯୋଉ ଶ୍ରମିକ ଗୋଟେ କାର୍ଯ୍ୟ ଲାଗିଲେ, ସେଇ କୃଷି କାର୍ଯ୍ୟରେ ଆବଶ୍ୟକତା ଠାରୁ ଅଧିକ ଲାଗିଲେ। ଅର୍ଥ ତମ ଘରେ 5 ଜଣ ପିଲା ଅଛନ୍ତି, 2 ଜଣ ହେଲେ କାମ କରିପାରେ, ବସିଛନ୍ତି ତ 5 ଜଣ, ଆଉ 3 ଜଣ ଯାଇ କାମ କରିଦେଲେ। କିନ୍ତୁ ସେ କାମଟା 2 ଜଣ ହେଇଥାଇ ପାରନ୍ତା, 5 ଜଣ ଲାଗିଲେ। ତାହେଲେ ଗୋଟିଏ କାର୍ଯ୍ୟରେ ଆବଶ୍ୟକତା ଠାରୁ ଅଧିକ ଶ୍ରମିକ ନିଯୁକ୍ତି ହେଲେ, ଏଗୁଡିକ ସାଧାରଣତଃ କୃଷି କ୍ଷେତ୍ରରେ ଦେଖାଯାଏ। ଆବଶ୍ୟକତା ଠାରୁ ଅଧିକ ନିଯୁକ୍ତି ହେବେ, ସେଇଟା ହେଲା କଣ ପ୍ରଚ୍ଛନ୍ନ ବେକାରୀ। ତାହେଲେ ତାହେଲେ ପ୍ରଚ୍ଛନ୍ନ ବେକାରୀ ହେଲା ବଳକା ଶ୍ରମିକ। ଏଟା ଠିକ ଅଛି। ଆରେ ଯେତେ ଆବଶ୍ୟକ ଅଧିକ ଶ୍ରମ ଲାଗିଲେ ବଳକା। ତାପରେ ସଂଘାତ ଜନିତ ବେକାରୀ ଶିଳ୍ପ କଣ ନା ଏଗୁଡିକ ଶିଳ୍ପରେ ଦେଖାଯାଏ। ଠିକ, ଏଇଟା ବି ଠିକ ଅଛି। କଣ ଶିଳ୍ପ ଦେଖାଯାଏ? ସଂଘାତ ଜନିତ ବେକାରୀ ହେଲା ଶିଳ୍ପରେ କଣ ଦେଖାଯାଏ? ସଂଘାତ ଜନିତ ବେକାରୀ କଣ ବୁଝ ନା ବେଳେ ବେଳେ ଅନେକ ଦ୍ରବ୍ୟର ଚାହିଦା ବଜାରରେ କମିଯାଏ। ମନେ ରଖ, ସଂଘାତ ଜନିତ ବେକାରୀ କଣ? ବେଳେ ବେଳେ ଅନେକ ଦ୍ରବ୍ୟର ଚାହିଦା ବଜାରରେ କମିଯାଏ। ଯଦି ଚାହିଦା କମିଗଲା, ଲୋକ କିଣିଲେନି, ତାହେଲେ ସେ ଶିଳ୍ପ ଆଉ ଚାଲିବନି। ଆଉ ଲୋକ ତ କିଣିଲେ, ଶିଳ୍ପ ପ୍ରଡକ୍ସନ କରି କଣ କରିବ, କୋଉଠି ଚାଲିବନି। ଯଦି ଶିଳ୍ପ ଚାଲିବ ନାହିଁ, ତାହେଲେ ସେ ଶିଳ୍ପ କଣ ଚାଲିବନି, ସେ ମାଲିକ କଣ କରିବ? ଆଉ ତାକୁ ଉତ୍ପାଦନ କରିବନି। ଯଦି ତାକୁ ଉତ୍ପାଦନ କରିବନି, ଆଉ ସେ ଶିଳ୍ପ ଚାଲିବନି, ତା ଲୋକକୁ, ସେ ଯୋଉ ଶ୍ରମିକ ଲାଗିଥିଲେ ତାଙ୍କୁ ରଖିବ କାହିଁକି? ତାକୁ ବାହାର କରିଦବ। ଏଇଟା ହେଲା ସଂଘାତ ଜନିତ ବେକାରୀ। ମନେ ହେଲା, ଦ୍ରବ୍ୟର ଚାହିଦା କମିଗଲେ ବଜାରରେ, ସେ ଦ୍ରବ୍ୟ ଆଉ ଶିଳ୍ପ ତିଆରି କରିବନି, ସେ ଶିଳ୍ପରେ ଯୋଉ ଶ୍ରମିକ ଲାଗିଥିଲେ କଣ କରିବେ? ବେକାର, ତା ବାହାର କରିଦେବ ମାଲିକ। ସେଟା ହଉଛି ସଂଘାତ ଜନିତ ବେକାରୀ ଶିଳ୍ପ। ହେଲା, ଠିକ ଅଛି। ତାପରେ ଆସିଲା କଣ ସଂସ୍ଥାନୀୟ ବେକାରୀ। ତାହେଲେ ଇଏ ତିନିଟାକ ଠିକ, ତାହେଲେ ଉତ୍ତର କୋଉଠି ଅନ୍ୟଠାରୁ ଭିନ୍ନ? ତାହେଲେ ଡିଟି ହବ ଉତ୍ତର ଠିକ। ଆମର ଅପସନ ଡି, ସଂସ୍ଥାନୀୟ ବେକାରୀ କଣ? ସଂସ୍ଥାନୀୟ ବେକାରୀ ମନେ ରଖ, କୌଣସି ଅର୍ଥ ବ୍ୟବସ୍ଥାରେ ଯଦି ସମ୍ବଳ ବା ପୁଞ୍ଜିର ଅଭାବ ହେତୁ ଶ୍ରମିକ ମାନଙ୍କର ନିଯୁକ୍ତିରେ ବାଧାପ୍ରାପ୍ତ ହୁଏ। ଯଦି ଅର୍ଥ ବା ପୁଞ୍ଜିର ଅଭାବ ଘଟିଲା, ଯଦି ତାଙ୍କୁ ଚାକିରି ଯୋଗେଇ ଦିଆଗଲା ନାହିଁ, ସେଇଟା ହେଲା ସଂସ୍ଥାନୀୟ ବେକାରୀ। ହେଲା, ତେଣୁ ଶିକ୍ଷା ଏଇଟା ନୁହେଁ। ସଂସ୍ଥାନୀୟ ବେକାରୀ ଶିକ୍ଷା ନୁହେଁ। ହେଲା ହେଲା, ଶିକ୍ଷାଟା ହଉଛି କଣ ପ୍ରାବଧିକ ବେକାରୀ। ମନେ ରଖ, ପ୍ରାବଧିକ ବେକାରୀ ଶିକ୍ଷା। ତେଣୁ ଆମର ଅପସନ ଡି ଠିକ ହେଲା। ତାପରେ 23 ନମ୍ବର, କାର୍ଯ୍ୟ ସମ୍ପାଦନରେ ଦକ୍ଷତା ଭୂମି ହେବା ଦ୍ୱାରା କାହାର ସଞ୍ଚୟ ସମ୍ଭବ ନୁହେଁ? ଶକ୍ତି। ଶକ୍ତି ଅପସନ ଏ। ହେଲା। 24 ନମ୍ବର, ସାମର୍ଥ୍ୟ ପ୍ରয়োଜনীୟତା କହିଲେ କଣ ବୁଝାଏ? ସାମର୍ଥ୍ୟ ପ୍ରয়োଜনীୟତା କହିଲେ ବ୍ୟକ୍ତି ସୁଗୁଣର ସୁରକ୍ଷାକୁ ବୁଝାଏ। ଅପସନ ବି। ହେଲା। 25, ଅର୍ଥଶାସ୍ତ୍ରୀ ଦାଣ୍ଡେକରଙ୍କ ଅଟକ ଅନୁଯାୟୀ ସହରାଞ୍ଚଳର ଦରିଦ୍ର ଲୋକମାନଙ୍କ ମଧ୍ୟରୁ ଶତକଡ଼ା କେତେ ଭାଗ ଲୋକ ପଲ୍ଲୀବାସୀ? ଶତକଡ଼ା 20 ଭାଗ ଲୋକ। ଅର୍ଥ ମନେ ରଖ, କଣ ଏହା କଥା କଣ? ଦାଣ୍ଡେକର କହିଲେ ସହରାଞ୍ଚଳର ଦରିଦ୍ର ଲୋକମାନଙ୍କ ମଧ୍ୟରୁ ଶତକଡ଼ା କେତେ ଭାଗ ଲୋକ ପଲ୍ଲୀବାସୀ। ତା ଅର୍ଥ ବୁଝ, ସହରରେ ଯୋଉ ଲୋକମାନେ ବାସ କରୁଛନ୍ତି, ସେଥିରେ ଯୋଉ ଦରିଦ୍ର ଲୋକ ଅଛନ୍ତି, ସେଥିରୁ 20 ଭାଗ ଗ୍ରାମାଞ୍ଚଳରୁ ଆସିଛନ୍ତି। ପଲ୍ଲୀବାସୀ ବୋଲେ 20 ଭାଗ ଲୋକ ସହରକୁ ଆସିଛନ୍ତି। ସହରାଞ୍ଚଳର ଦରିଦ୍ର ଲୋକମାନଙ୍କ ମଧ୍ୟରୁ, ସହରାଞ୍ଚଳରେ ଯେତେ ଦରିଦ୍ର ଲୋକ ଅଛନ୍ତି,
ସେଥିରୁ 20% ଗ୍ରାମାଞ୍ଚଳରୁ ଆସିଛନ୍ତି, ଅର୍ଥାତ୍ ପଲ୍ଲୀବାସୀ। କ୍ଲିୟର? ତାପରେ ଦେଖ 24, କେଉଁ ଆନ୍ଦୋଳନକୁ ଅଗଷ୍ଟ ବିପ୍ଳବ କୁହାଯାଏ? ଭାରତ ଛାଡ ଆନ୍ଦୋଳନ। ଅଗଷ୍ଟ ବିପ୍ଳବ, ଭାରତ ଛାଡ ଆନ୍ଦୋଳନକୁ ଅଗଷ୍ଟ ବିପ୍ଳବ କୁହାଯାଏ। 27, ସୁଭାଷ ଚନ୍ଦ୍ର ବୋଷ କାହାକୁ ନିଜର ଗୁରୁ ଭାବେ ଗ୍ରହଣ କରିଥିଲେ? କହିଥିଲା, ଚିତ୍ତରଞ୍ଜନ ଦାସଙ୍କୁ ନିଜର ଗୁରୁ ଭାବେ ଭାବିଥିଲେ। ତାପରେ କାହା ସପକ୍ଷରେ ମୁକୁଦା ଲଢିବା ପାଇଁ ଗାନ୍ଧୀ ଦକ୍ଷିଣ ଆଫ୍ରିକା ଯାଇଥିଲେ? ଦକ୍ଷିଣ ଆଫ୍ରିକାକୁ ଓକିଲାତି କରିବାକୁ ଗାନ୍ଧୀ ଯାଇଥିଲେ। ଦାଦା ଅବଦୁଲ୍ଲାଙ୍କ ପାଇଁ କେସ୍ ଲଢିବାକୁ ଯାଇଥିଲେ। ଇଣ୍ଡିଆ ୱିନ୍ସ ଫ୍ରିଡମ ପୁସ୍ତକ ଲେଖକ କିଏ? ଇଣ୍ଡିଆ ୱିନ୍ସ ଫ୍ରିଡମ ବହିର ଲେଖକ ହଉଛନ୍ତି ମୌଲାନା ଆବୁଲ କାଲାମ ଆଜାଦ। ଅପସନ ଡି। ପଞ୍ଜାବ କେଶରୀ କିଏ ସେ? ଲାଲ ଲାଜପତ ରାୟ। ପଢିଛ ସବୁ ପ୍ରଥମରୁ। ଲାଲ ଲାଜପତ ରାୟ ହେଲା ପଞ୍ଜାବ କେଶରୀ। କ୍ୟାବିନେଟ ମିଶନର ପ୍ରସ୍ତାବ ଅନୁସାରେ କେତେ ଜଣ ସଭ୍ୟଙ୍କୁ ନେଇ ଏକ ସମ୍ବିଧାନ ପ୍ରଣୟନ ସଭା ଗଠନ ହେବାର ବ୍ୟବସ୍ଥା ରହିଥିଲା? 389 ଜଣ। ଅପସନ ସି। କ୍ୱେଶ୍ଚିନ୍ ନମ୍ବର 32, ଓଡିଶାର ଶେଷ ସ୍ୱାଧୀନ ହିନ୍ଦୁ ରାଜା କିଏ ଥିଲେ? ମୁକୁନ୍ଦ ଦେବ। ଶେଷ ସ୍ୱାଧୀନ ହିନ୍ଦୁ ରାଜା ମୁକୁନ୍ଦ ଦେବ। 33, ଉତ୍କଳ ସମ୍ମିଳନୀ କିଏ ଗଠନ କରିଥିଲେ? ମଧୁସୂଦନ ଦାସ। ଉତ୍କଳ ସମ୍ମିଳନୀ କିଏ ଗଠନ କରିଥିଲେ? ମଧୁସୂଦନ ଦାସ। କିଏ ବଙ୍ଗ ଜାତୀୟ ସଭା ନାମରେ ଏକ ଅନୁଷ୍ଠାନ ଗଠିଥିଲେ? ସୁରେନ୍ଦ୍ରନାଥ ବାନାର୍ଜୀ। ବଙ୍ଗ ଜାତୀୟ ସଭା ଅନୁଷ୍ଠାନ ଗଠିଥିଲେ ସୁରେନ୍ଦ୍ରନାଥ ବାନାର୍ଜୀ। ଅପସନ ଏ। ତାପରେ 35, ଓଡିଶାର କେତୋଟି ଲୋକସଭା ନିର୍ବାଚନ ମିଳିଛି? ଓଡିଶାରେ କେଟା? 21ଟା। ଓଡିଶାରେ 21ଟି ଲୋକସଭା ନିର୍ବାଚନ ମିଳିଛି। 147ଟା ବିଧାନସଭା। ମନେ ରଖିଥା, 147 ବିଧାନସଭା, 21 ଲୋକସଭା। 36, ଓଡିଶାରେ ଦାରିଦ୍ର୍ୟ ଦୂରୀକରଣ ଲକ୍ଷ୍ୟରେ କେଉଁ ଯୋଜନା କାର୍ଯ୍ୟକାରୀ ହେଉଛି? ଆରେ ଓଡିଶାରୁ ଦାରିଦ୍ର୍ୟ ହଟିବା ପାଇଁ କଣ ହଉଛି? ଓଡିଶା ଜୀବିକା ମିଶନ। ଅପସନ ଡି। ହେଲା। କେଉଁ ରାଜ୍ୟରୁ ଛତିଶଗଡ଼ ରାଜ୍ୟ ସୃଷ୍ଟି ହେଇଛି? ଆଚ୍ଛା, ମଧ୍ୟପ୍ରଦେଶ ଭାଙ୍ଗିକି ଛତିଶଗଡ଼ ହେଇଛି। ହେଲା। ରାଜ୍ୟ ସଡକ ଦୁର୍ଘଟଣା ରେ କେତେ ପ୍ରତିଶତ ମାନବୀୟ ତ୍ରୁଟି ଯୋଗୁଁ ସଂଘଟିତ ହେଉଛି? ଯୋଉ ମାନବୀୟ ତ୍ରୁଟି ବୋଲେ ମଣିଷ ଆଡେଇ ଦଉଛି, ମଦ ଚଲେଇ ଗାଡି ଚଲାଉଛି, ସ୍ପିଡରେ ଗାଡି ଚଲାଉଛି, ସେ ହଉଛି 95, 95। ହେଲା। କେନ୍ଦ୍ର ମନ୍ତ୍ରିମଣ୍ଡଳ ସାମୂହିକ ଭାବେ କାହା ନିକଟରେ ଦାୟୀ? କେନ୍ଦ୍ର ମନ୍ତ୍ରିମଣ୍ଡଳ ମନେ କହ। କେନ୍ଦ୍ର ମନ୍ତ୍ରିମଣ୍ଡଳ 39 ନମ୍ବର ପ୍ରଶ୍ନ ଦେଖ। କେନ୍ଦ୍ର ମନ୍ତ୍ରିମଣ୍ଡଳ ସାମୂହିକ ଭାବେ କାହା ନିକଟରେ ଉତ୍ତରଦାୟୀ? ଲୋକସଭା ନିକଟରେ ଉତ୍ତରଦାୟୀ। ହେଲା। ରାଜ୍ୟ ମନ୍ତ୍ରିମଣ୍ଡଳ ରାଜ୍ୟ ବିଧାନସଭା ପାଖରେ ଦାୟୀ। ସେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସାମୂହିକ ଭାବେ ଲୋକସଭା ନିକଟରେ ଦାୟୀ। ତାପରେ 40 ନମ୍ବର, ଭାରତରେ କିଏ ସାଧାରଣ ନିର୍ବାଚନ ପରିଚାଳନା କରନ୍ତି? ନିର୍ବାଚନ ଆୟୋଗ। ଅପସନ ସି। ନିର୍ବାଚନ ଆୟୋଗ ନିର୍ବାଚନ ଇଲେକ୍ସନ ପରିଚାଳନା କରନ୍ତି। ହେଲା। ସ୍ୱାଧୀନତା ପ୍ରାପ୍ତି ବେଳକୁ 41 ନମ୍ବର ଦେଖ ପିଲେ, ସ୍ୱାଧୀନତା ପ୍ରାପ୍ତି ବେଳକୁ ଓଡିଶାର କେଉଁ 2ଟି ସ୍ଥାନରେ ତାପଜ ବିଦ୍ୟୁତ କେନ୍ଦ୍ର ଥିଲା? ସ୍ୱାଧୀନତା ପ୍ରାପ୍ତି ବେଳକୁ, ସ୍ୱାଧୀନତା ହେଲା ବେଳକୁ 1947 ବେଳକୁ ବ୍ରହ୍ମପୁର ଆଉ ଚୌଦ୍ୱାର। ଅପସନ ବି। ଏଇଠି ତାପଜ ବିଦ୍ୟୁତ ଥିଲା। ଅପସନ ବି। ତାପରେ ଦେଖ 42 ନମ୍ବର, ଓଡିଶାର କେଉଁ ଜିଲ୍ଲାରେ ଟାୟାର କାରଖାନା ଅଛି? ବାଲେଶ୍ୱର। ଓଡିଶାର ବାଲେଶ୍ୱରରେ ଟାୟାର କାରଖାନା ଅଛି। ଓଡିଶାର କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର କୋଉଠି? କଟକ ବିଦ୍ୟାଧରପୁର। ଜାଣିଥିବ କଟକ ବିଦ୍ୟାଧରପୁର। 44, ଚିପିଲିମ ଠାରେ କେଉଁ ମହାବିଦ୍ୟାଳୟ ପ୍ରତିଷ୍ଠା କରିଛି? କୃଷି ମହାବିଦ୍ୟାଳୟ। ଚିପିଲିମା ଠାରେ ସମ୍ବଲପୁର ଚିପିଲିମା କୃଷି ମହାବିଦ୍ୟାଳୟ। ମିଶନ ଶକ୍ତି କେଉଁଥିପାଇଁ ଉଦ୍ଦିଷ୍ଟ? ମହିଳାମାନଙ୍କ ପାଇଁ ମିଶନ ଶକ୍ତି, ମହିଳାମାନଙ୍କ ପାଇଁ।
46 ନିମ୍ନତମ ମଧ୍ୟରୁ କେଉଁଟି ଆନ୍ତରାଷ୍ଟ୍ରୀୟ ସମାଜକୁ ଭାରତର ମୁଖ୍ୟ ଅବଦାନ? ମନେକ ଆନ୍ତରାଷ୍ଟ୍ରୀୟ ସମାଜକୁ ଭାରତର ମୁଖ୍ୟ ଅବଦାନ। ଭାରତର ହେଲା ଗୋଷ୍ଠୀ ନିରପେକ୍ଷ ନୀତି। କୋଉ ଗୋଷ୍ଠୀରେ ଭାଗ ନବନି, କୋଉ ଗଣ୍ଡଳ, କୋଉ ଦେଶ ସହିତ ମୁଁ ମିଶିବିନି, ମୁଁ କାହା ସହିତ ଗଣ୍ଡଳରେ ଭାଗ ନେବିନି, ଗୋଷ୍ଠୀ ନିରପେକ୍ଷ ନୀତି ହେଲା। 47 କେବେ ଭାରତ ପୋଖରାନ ଠାରେ ଆଣବିକ ପରୀକ୍ଷା କରିଥିଲା? 1998 ଆଣବିକ ପରୀକ୍ଷା କରିଥିଲା ପୋଖରାନ ଠାରେ। ଅପସନ ସି। ଭାରତର କେଉଁ ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କାକୁ ଭାରତୀୟ ଶାନ୍ତିରକ୍ଷା ବାହିନୀ ପ୍ରେରଣ କରିଥିଲେ? ଶ୍ରୀଲଙ୍କାକୁ ପଠେଇଥିଲେ କି ସେ ରାଜୀବ ଗାନ୍ଧୀ ପିରିୟଡରେ? ଅପସନ ଡି ରାଜୀବ ଗାନ୍ଧୀ ପଠେଇଥିଲେ। 49 ପ୍ରତି କେତେ ବର୍ଷରେ ରାଜ୍ୟସଭା ସଦସ୍ୟ ନିର୍ବାଚନ କରାଯାଏ? ପ୍ରତି 6 ବର୍ଷରେ ରାଜ୍ୟସଭା, ପ୍ରତି 6 ବର୍ଷରେ। ଲୋକସଭା 5 ବର୍ଷରେ, ରାଜ୍ୟସଭା ପାଇଁ 6 ବର୍ଷରେ। କେବେ ଭାରତ ଓ ବାଂଲାଦେଶ ମଧ୍ୟରେ ଗଙ୍ଗା ନଦୀର ଜଳ ବଣ୍ଟନ ନେଇ 30 ବର୍ଷ ଚୁକ୍ତି ହେଇଥିଲା? 1996 ହେଲା। ଥ୍ୟାଙ୍କ ୟୁ।